Jai Jagannath, welcome to Aditya Academy. It is a big informative information regarding 2027 ର exam ପାଇଁ। ତ ଗୋଟେ ଇନଫର୍ମେସନ ଦେବା ପୂର୍ବରୁ ଫାଷ୍ଟ ତୁମମାନଙ୍କୁ କହିଦେଉଛି, ଯେତେବେଳେ ଲାଷ୍ଟ ଇୟର ମୁଁ ତୁମମାନଙ୍କୁ ଭିଡ଼ିଓ ବନେଇଥିଲି, କହିଥିଲି ଯେ 2026 ମସିହାରେ ଯୋଉ ପ୍ରିଲିମ୍ ଏକ୍ସାମ ହବ ଜୁନ୍ ମାସରେ ଅଛି, ଭିଡ଼ିଓ ଯାଇ ଚେକ୍ କରିପାରିବ। ସେତେବେଳେ କୌଣସି ବି ଇନଷ୍ଟିଚ୍ୟୁଟ କୌଣସି ବି ଟିଚର କେବେ ବି କହିନଥିଲେ ଯେ ଜୁନ୍ ମାସରେ ଏକ୍ସାମ ହବ ବୋଲି। ବହୁତ ସାରା ପିଲାକୁ ଇଗ୍ନୋର କରିଥିଲେ। ଅକ୍ଟୋବରରେ ଏକ୍ସାମ ହବ, ଡିସେମ୍ବରରେ ଏକ୍ସାମ ହବ, ବହୁତ ସାରା ବ୍ୟାଡ୍ କମେଣ୍ଟ ଦେଇଥିଲେ। ଫିଲହାଲ ଲାଷ୍ଟଲି କ'ଣ ରେଜଲ୍ଟ ଆସିଲା, ସେଇ ଜୁନ୍ ମାସରେ ଏକ୍ସାମ ହେଲା। କୌଣସି ବି ଇନଫର୍ମେସନ ମୋ ପାଖରେ ଥାଏ, ମୁଁ ଚେଷ୍ଟା କରେ ଷ୍ଟୁଡେଣ୍ଟ ମାନଙ୍କ ପାଖରେ ପହଞ୍ଚିବା ପାଇଁ। କାହିଁକି ନା ଯଦି ସେୟା ହଉଛି ତା ପାଇଁ ସେ ପ୍ରିପେୟାର ଥାନ୍ତୁ। ଯଦି ନ ହଉଛି କିଛି ଅସୁବିଧା ହବନି, କିନ୍ତୁ ଇନଷ୍ଟାଣ୍ଟ ଯଦି ହେଇଗଲା କାଳେ ପିଲାମାନଙ୍କ କ୍ୟାରିୟର ଉପରେ ପ୍ରଭାବ ପକେଇବ କି, ସେଇ ପଏଣ୍ଟ ଅଫ ଭ୍ୟୁରେ ଆଜି ଗୋଟେ ଇନଫର୍ମେସନ ମୁଁ ତୁମମାନଙ୍କୁ ଦେବାକୁ ଚାହୁଁଛି ରିଗାର୍ଡିଂ 2027 ର ଏକ୍ସାମ ଡେଟ୍ କୁ ନେଇକି, ଦ୍ୟାଟ୍ ମିନ୍ସ ପ୍ରିଲିମ୍ ଏକ୍ସାମ କୁ ନେଇ। ଏବେ ରିସେଣ୍ଟଲି ଗୋଟେ ନ୍ୟୁଜ୍ ଅଛି ଯୋଉଟା କି ସମ୍ପୂର୍ଣ୍ଣ ରୂପେ ମାନେ ଆମେ ଖୋଲିକି କହିପାରିବାନି, ବଟ୍ ଖାଲି ମୁଁ ତୁମକୁ ଏଇ ପଏଣ୍ଟ ଖାଲି କହୁଛି, ଯୋଉ ଏକ୍ସାମଟା ତୁମମାନଙ୍କର ଜୁନ୍ ମାସରେ ହବାକୁ ଥିଲା ସେ ଏକ୍ସାମଟା ଏଥର ଏର୍ଲି କରାଯିବ। ତାର ଅର୍ଥ ହଉଛି ମେ ବି ଏପ୍ରିଲ ଲାଷ୍ଟ କିମ୍ବା ମେ ଫାଷ୍ଟ ହବାର ଚାନ୍ସ ଅଛି। ଆମେ କହିପାରିବା ମେ ମାସରେ ହବାର ଚାନ୍ସ ମାନେ ମାନେ 100% ଅଛି। ତ ଆର ପ୍ରୋବ୍ଲେମ କ'ଣ ହବ ଆମ ସହିତ, ଆମ ପାଇଁ ଗୋଟେ ମାସ କମି ଆସିଲା। ତ ମୋର କହିବାର କଥା ହଉଛି ତୁମେମାନେ ଯୋଉ ପ୍ରିପାରେସନ କରୁଛ ଆଉ ଟିକେ ପ୍ଲାନିଂରେ ଚେଞ୍ଜ କରିବ। ଯେମିତିକି ବର୍ତ୍ତମାନ ଜୁନ୍ ମାସ ସରିବ ଜୁଲାଇ, ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର, ନଭେମ୍ବର ମାନେ କମ୍ପ୍ଲିଟଲି ନଭେମ୍ବର ନୁହଁ, ଏ ଯୋଉ 4 ମାସ ରହିଲା ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର, ଏ 4 ମାସେ ତୁମେ ମେନ୍ ପ୍ଲସ୍ ଅପସନାଲର ସିଲାବସକୁ ସାର, ନହେଲେ ତୁମେ ଫସିଯିବ। ତାପରେ ଆସିଲା ନଭେମ୍ବର ଡିସେମ୍ବର ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ, ଏଇ ଯୋଉ 6 ମାସ ଅଛି ତୁମେ ପ୍ରିଲିମକୁ ଟାଇମ ଦେବ। 6 ମାସ ବି ଏନଫ୍ ନୁହେଁ, କିନ୍ତୁ ନଦେଲେ ହବନି। କାହିଁକିନା ମେନ୍ ଯଦି ତୁମେ ଏବେ ନ ସାରିବ ପ୍ରି ପରେ ମେନ୍ ସମୟ ଦେବା ପାଇଁ ଟାଇମ ରହିବନି। ତ ଏଇ ଇନଫର୍ମେସନ ତୁମମାନଙ୍କ ସହିତ ସେୟାର କରିବାର ଥିଲା। ଆଉ ଗୋଟେ ଇନଫର୍ମେସନ ବି ଦଉଛି ତୁମମାନଙ୍କର ଯୋଉ ପୋଷ୍ଟକୁ ନେଇକିରି ବର୍ତ୍ତମାନ 100% କ୍ଲିୟର ହେଇନି କେତେ ପୋଷ୍ଟ ଆସିବ, କିନ୍ତୁ ଗୋଟିଏ ଜିନିଷ 100% କ୍ଲିୟର ଅଛି, ଯିଏକି ଏ ବର୍ଷ ଯେତିକି ପୋଷ୍ଟ ଅଛି ସେଇ ହାରରେ ପୋଷ୍ଟ ଆସୁଛି। ମାନେ ବହୁତ ଚାନ୍ସ ଅଛି ଅଧିକ ଆସିବାର, କିନ୍ତୁ କେବେ ବି କମ ଆସିବନି। ଏଟା କିନ୍ତୁ 100% ମୁଁ ତୁମମାନଙ୍କୁ ଗ୍ୟାରେଣ୍ଟି ଦଉଛି ଯେ ପୋଷ୍ଟ ଅଧିକ ଆସିବାର ଚାନ୍ସ ଅଛି। ବାସ୍ ଏଇ ଇନଫର୍ମେସନ ଏଥିପାଇଁ ମୁଁ ତୁମମାନଙ୍କୁ ପହଞ୍ଚେଇଲି, ଯୋଉମାନେ ପ୍ରିପାରେସନ କରୁଛ ନିଜର 100% ବର୍ତ୍ତମାନ ଦେଇଦିଅ। କାହିଁକି ନା ବହୁତ ସାରା ଜିନିଷ ଥାଏ, ଆମେ ମାର୍କେଟିଂରେ ବହୁତ ସାରା ପିଲା ଫସି ଯାଆନ୍ତି, ପ୍ରାକ୍ଟିସ ସେଟ ଟେଷ୍ଟ ସିରିଜ। ତ ମୁଁ କହିବି ଫାଷ୍ଟ କିନ୍ତୁ ଥିଓରି ସାର। ଆ ପାଇଁ ଗୋଟେ ସ୍ପେଶାଲ ଗୋଟେ ଭିଡ଼ିଓ ଦରକାର, ଯଦି ମତେ ୟେସ୍ ବୋଲି ଲେଖ। 2027ର ପ୍ଲାନିଂ ଭିଡ଼ିଓ ମୁଁ ଆଣିବି, ଏ ଠାରୁ ଜେଡ୍ ପର୍ଯ୍ୟନ୍ତ କେମିତି ପଢିବ, କ'ଣ ପଢିବ, କୋଉ ବହିରୁ ପଢିବ, କେମିତି ଏଭ୍ରିଥିଙ୍ଗ। ଯଦି ୟେସ୍ ବୋଲି ଲେଖିବ ଆଉ ଯଦି ମିନିମମ୍ 100+ କମେଣ୍ଟ ରହିବ ୟେସ୍ ବୋଲି, ମୁଁ ଡେଫିନେଟଲି ଏ ଭିଡ଼ିଓକୁ ଆଣିବି। ମାନେ ପ୍ରୁଫ୍ ସହିତ ଦେଖେଇବି ଯେ ଏଇ ଯୋଉ ପ୍ଲାନିଂଟା ତୁମକୁ ଡାଇରେକ୍ଟ ସକ୍ସେସ୍ ଦବ। ଆଉ ଗୋଟେ ଜିନିଷ ବି କହିବାକୁ ଚାହିଁବି, ଯୋଉମାନେ ଓଡ଼ିଆ ମିଡିୟମରେ ନେଇଛ କେବେ ନିଜକୁ ଲୁଜର ବୋଲି ଫିଲ୍ କର ନା। ଓଡ଼ିଆରେ ବହୁତ ସକ୍ସେସ୍ ରେଟ୍ ଅଛି ଆଜ୍ କମ୍ପେୟାର ଟୁ ଇଂଲିଶ। ବୋଥ ଇଂଲିଶ ଆଉ ଓଡ଼ିଆର ମୁଁ ଗୋଟେ ନୂଆ ବ୍ୟାଚ୍ ଷ୍ଟାର୍ଟ କରିଛି, ଯୋଉଠି କମ୍ପ୍ଲିଟଲି ଓଡ଼ିଆର ନୋଟ୍ ଦଉଛି, ଆନ୍ସର ରାଇଟିଂ କରାଯାଉଛି, ଟେଷ୍ଟ ସିରିଜ ବି ଦିଆଯିବ ୱିଥ୍ ଇଂଲିଶରେ ମଧ୍ୟ। କାହିଁକି ନା ବର୍ତ୍ତମାନ ନୂଆ ଯୋଉ ପ୍ୟାଟର୍ନ ଆସିଛି, ତୁମେ GS 1 2 3 4 ଗୋଟିଏ ଇଂଲିଶ ଗୋଟିଏ ଓଡ଼ିଆ, ଗୋଟିଏ ଇଂଲିଶ ଗୋଟିଏ ଓଡ଼ିଆରେ ନେଇପାରିବ, କିମ୍ବା ସମସ୍ତଙ୍କୁ ଇଂଲିଶରେ ନେଇ ଏସେଟାକୁ ଓଡ଼ିଆରେ ନେଇପାରିବ, ଯୋଉଥିରେ ତୁମେ ବେଟର ଲେଖିପାରିବ। ତ ସେଥିପାଇଁ ତୁମକୁ ଓଡ଼ିଆର ନୋଟ୍ ଦରକାର ପଡ଼ିବ। ତ ଡେଫିନେଟଲି ଏଇ ଯୋଉ ବ୍ୟାଚ୍ ଅଛି 2999, ଏଥିରେ କମ୍ପ୍ଲିଟଲି ଓଡ଼ିଆ ଆଉ ଇଂଲିଶରେ ତୁମମାନଙ୍କୁ କ୍ଲାସ୍ ଦିଆଯାଉଛି। ଏକ୍ସାମ୍ପଲ ହିସାବରେ ମୁଁ ଡେମୋ ହିସାବରେ ଦେଖେଇ ପାରିବି। ତୁମେ ଦେଖ ଏଇ ଟାଇପର ହିଁ କ୍ଲାସ୍ ତୁମକୁ ପ୍ରୋଭାଇଡ କରାଯାଉଛି, ମ୍ୟାଟେରିଆଲ ଦିଆଯାଉଛି। ଦେଖ এটা GS1 মেନ୍ର ନୋଟ୍, ଯୋଉଟା କି ଅର୍ବାନାଇଜେସନ ସହରୀକରଣ। ତୁମେ ଦେଖ ଯୋଉଟା କି ଓଡ଼ିଆରେ ଦିଆଯାଇଛି ସେଟାକୁ ଇଂଲିଶରେ ଲେଖିଛି। ଆ ଦ୍ୱାରା କ'ଣ ହେଲା, ଯୋଉ ପିଲା ଓଡ଼ିଆ ନୋଟ୍ ବନେଇଲା, ଯୋଉ ପିଲା ପିଲା ଇଂଲିଶରେ ନୋଟ୍ ବନେଇଲା। ତ ଏଇ ଫର୍ମାଟରେ ଟୋଟାଲି କ୍ଲାସ୍ ତୁମମାନଙ୍କୁ ଦିଆଯାଉଛି। ଏନି ଡାଉଟ୍ ଅଛି ମୋ ସହିତ କଥା ହୁଅ, 9937953590 ପ୍ଲେ ଷ୍ଟୋରକୁ ଯିବ, ଡାଉନଲୋଡ୍ କରିବ ଆଦିତ୍ୟ ଏକାଡେମୀ ଆପ୍ଲିକେସନ, କିମ୍ବା ଯଦି ଆଇଫୋନ ରହୁଛି ଡାଉନଲୋଡ୍ କରିବ କ୍ଲାସ୍ ପ୍ଲସ୍, CLASSPLUS କ୍ଲାସ୍ ପ୍ଲସ୍ ଡାଉନଲୋଡ୍ କରିବ। ଆଉ ସେଥିରେ ORG ଗୋଟେ କୋଡ୍ ମାଗିବ, କୋଡ୍ ହଉଛି IFOSR, ଦେଲା ପରେ ଓପନ୍ ହେଇଯିବ। ଆଉ ମନେ ରଖ, କୋଉଠି ପଢୁଛ କେମିତି ପଢୁଛ କେବେ ବି ମୋର ମତଲବ ନାହିଁ, ମତଲବ ହଉଛି ତୁମେ ସକ୍ସେସ୍ ପାଇବାର। ଯେହେତୁ କିଛି ନ୍ୟୁଜ୍ ଅଛି
जदि तुमको इयरली एग्जाम हो जाउछि ताल तुमे से हार निजको प्रिपेयर कर मन रखिले आम आंगुठ होछि पांचटा पांचटा आंगुठ केबे केबे इक्वल कहा सहित नुहे तो सेति पई केबे को स्टूडेंट कर मत समान रहिबनी किए कहबो नाई हबनी आपण केउ जानले आपण कोन ऑफिस रे अछंती एक्स वाई जेड मु फरक पड़े ना ए पांच जन भितर कहा ऊपर मोर फरक पड़े ना जदि गोटे पिला ए वीडियो पई उपकृत होला सेटा मो पई इंपैक्ट केबे तो सेति पई मोर रिक्वेस्ट अछि तुमरो निजर प्रिपरेशन प्लानिंग को एई भली बनाओ जेहेतु early exam हमारा चांस अच्छे जब चैनल रे नुआ अच्छे डेफिनेटली चैनल को सब्सक्राइब करिया सहित निजर कमेंट बा निजर मतामत दबो तो थैंक यू स्टूडेंट जय जगन्नाथ।